ଜାଣିନୁ ସେଠୁ ଚପଲ ପିନ୍ଧିକି ଯାଇଥିଲୁ ତା ଭିତରୁ। ହଁ ଆମକୁ କହିଲା କାହିଁ ଏଠିକି ଯାଇଛ, କଣ ପେନ୍ କାହିଁ ମାରିଛ ପକେଟରେ। ହଁ ଆରେ ଯୋଉ ଦୁର୍ବ୍ୟବହାର କୁହ ନା, ଆମକୁ କହିଲା ଚପଲ ପିନ୍ଧି କାହିଁ ଆଇଛ, ଚପଲ ମୁଣ୍ଡେଇକି ପଦାକୁ ଯାଅ। ଆଚ୍ଛା ଘଟଣା ହେଇଥିଲା, ଆମେ ଯାଇଥିଲୁ ଦେବୀ ଢାବାକୁ ଖାଇବା ପାଇଁ ହଁ 3 ଜଣ। ହଁ ଆମେ ଖାଇବାକୁ ଯାଇଛୁ, ସିଏ 2 ଜଣ ସାଡୁ ବାଇକ ରେ ଆସିଲେ ଯୋଉ ସ୍କୁଟିରେ। ହଁ ଆସିକି ବାଡେଇ ଦେଲେ ଆମ ସାଙ୍ଗ ଜଣକ ଠେଇ। ଗୋଡ ବାଡେଇ ଦେଲେ, କହିଲା ଇଏ କହିଲା ଯେ ଭାଇ କଣ ତମକୁ ଦେଖା ହଉନି, ତମେ ଇଏ କରୁଛ। ସିଏ ମଦ ପିଇ କହୁଛି କଣ ଚୋରି ହେଇଗଲା, କଣ ଚୋରି ପକେଇବୁ ଇଏ କରିବୁ, ସବୁ ଦୁର୍ବ୍ୟବହାର କଲେ, ସୋଦାହାଦି କଲେ। ସେଠୁ ଇଏ ସୋଦାହାଦି ଭିତରେ ଠେଲା ହେଲେ, ସେଠୁ ମୁଁ ତାଙ୍କୁ ସବୁ ରୋକିଲି ହେଲା କି। ମୁଁ କହିଲି ମୁଁ ଠିଆ ହେଇକି ଟୋଟାଲି ରୋକିଲି, ଫଟୋ ବି ଉଠେଇକି ସବୁ ରଖିଛି ଏଭିଡେନ୍ସ ହେଲା କି। କରିବା ଭିତରେ ମାନିଲେନି, 2 ଜଣ ସେଠୁ ଧସ୍ତାଧସ୍ତି ହେଇକିରି ଇଏ କଣ କଲା ନା ଗୋଟା ପଥର ଉଠେଇକିରି ତା ମୁଣ୍ଡକୁ ଛେଚି ଦେଲା। ପଛପଟେ ତାର ଖଣ୍ଡିଆ ହେଇ ବ୍ଲଡ ବାହାରିଲା। ସେଠୁ ତାପରେ ସେଠୁ ଆଉ ଜଣେ ତାକୁ ଧରିବାକୁ ଯାଇଛି, ତାକୁ ବି ଦେଲା ଧରିକି ବାଡେଇ, ତା ମୁଣ୍ଡ ବି ଫାଟିକିରି ବ୍ଲଡ। ସେଠୁ ସେ 2 ଜଣକୁ ସାଙ୍ଗେ ସାଙ୍ଗେ ସେଠୁ 112 କୁ ଫୋନ କରି ଡକେଇଲୁ। 112 ସେଠୁ ଆସିଲା, କହିଲା ଆଉ ଆମେ ଏଇ ଲୋକକୁ ନେଇ ଯାଉଛୁ। ଯାହା ସାଙ୍ଗରେ ଆସିଥିଲା ସେ ଲୋକ କିନ୍ତୁ ନିର୍ଦ୍ଦୋଷ। ଯୋଉ ଲୋକ ଧରା ହେଲା ସେ ଲୋକର କିଛି ଇଏ ନାହିଁ, ସେ ତା ସାଙ୍ଗରେ ଆସିଛି। ସିଏ ଇଏ କଣ କଲା ନା ମାରଧର କରି ତାର ପଳେଇଲା, ଆଉ ଜଣକୁ ଫୋନ କରି ଡାକିକି ଆଉ ଗୋଟେ ଟୋକା ହାତରେ ପଳେଇଲା। ମୁଁ ଫଟୋ ଉଠେଇ ରଖିଛି ତାକୁ ସବୁ। ଗଲା ପରେ ଇଏ ମୁଁ ନେଇଗଲି, ଆଙ୍କୁ ସବୁ ମେଡିକାଲ ନେଇଗଲି। ମେଡିକାଲ ରିପୋର୍ଟ ବାହାର କରି ବ୍ୟାଣ୍ଡେଜ କରି ଆଣିକି ଥାନାରେ ଏଫଆଇଆର ସବୁ ଲେଖିକି ଦେଲି। ହଁ ମୁଁ ଦେଲି ମାନେ ମୋ ଯିଏ ଯାହା ମୁଣ୍ଡ ଫାଟିଥିଲା ତା ନା ସେଇ ଦେଲା। ହଁ ଠିକ ଅଛି, ମାନେ ତମେ ଅଭିଯୋଗକାରୀ ସପୋର୍ଟରେ ଥିଲ। ହଁ ସପୋର୍ଟରେ ରହି ତାକୁ ସେଠୁ ଦେଲୁ। ଦେଲା ପରେ ମ୍ୟାଡାମ ସେଠୁ ଆମକୁ ବସେଇଲେ, କହିଲେ ହଉ କମ୍ପ୍ରମାଇଜ ହବ, କଣ ହେଇଛି କଣ ନାହିଁ ଭଲ ମନ୍ଦ ହେଇଛି। ଗୋଟେ ବଇଛୁ ତ ଗଲା ବଇଛୁ ଆଉ କଣ। ରାତି 1ଟା 2ଟା ଯାକେ ବସି ଆମେ ଜାଣିନୁ ସେଠୁ ଚପଲ ପିନ୍ଧିକି ଯାଇଥିଲୁ ତା ଭିତରୁ। ଆମକୁ କହିଲା କାହିଁ ଏଠିକି ଯାଇଛ, କଣ ପେନ୍ କାହିଁ ମାରିଛ ପକେଟରେ। ଆରେ ଯୋଉ ଦୁର୍ବ୍ୟବହାର କୁହ ନା, ସେ ସ୍ତ୍ରୀ ଲୋକ ବି ଥିଲେ ଆମର ମଣ୍ଡଳ ବାଲା ଆସିଥିଲେ ସେଦିନ। ମଣ୍ଡଳ ସ୍ତ୍ରୀ ଲୋକ ତାଙ୍କର ଗୋଟେ କେସ୍ ଥିଲା, କଣ ପଇସା ନେଇଥିଲା ଜଣେ ଦେଇନଥିଲା। ତାକୁ ବି ଯୋଉ ଭଳିଆ କହିଲା ଯେ ତମ ହଗ ମୁଁ ତ ବନ୍ଦ କରିଦେବି, ଇଏ କରିବି ସେ କରିବି। ଆଉ ଆମକୁ କହିଲା ଚପଲ ପିନ୍ଧି କାହିଁ ଆଇଛ, ଚପଲ ମୁଣ୍ଡେଇକି ପଦାକୁ ଯାଅ। ଆଚ୍ଛା ଚପଲ ମୁଣ୍ଡେଇକି ତ ଆପଣ ପଦାକୁ ଆସିଲେ? ହଁ ଆଉ କଣ କରିବୁ। ଆପଣ ଆଉ କିଛି ପ୍ରତିବାଦ କଲେନି ଯେ ନାଇଁ ଆମେ ଚପଲ କଣ ମୁଣ୍ଡେଇକି ଯିବୁ? ଆମେ ଗୋଟେ ପବ୍ଲିକ ଥାନା, ଏଟା ପବ୍ଲିକ ଥାନାରେ ଆପଣ ମାନେ ସବୁ ଜୋତା ପିନ୍ଧିକି ଆସୁଛନ୍ତି, ଆମେ ଚପଲ ପିନ୍ଧିକି କାହିଁ ଆସିପାରିବୁ ବୋଲି ଗୋଟେ କିଛି ପଚାରିଲେ ନା? ଆମେ କିଛି ପ୍ରତିବାଦ କରିନୁ। ଆମେ ଯେହେତୁ ଯାଇଛୁ କମ୍ପ୍ଲେନ ଦବା ପାଇଁ, ଆମକୁ ଏତେ ନିର୍ଯାତନା ଦିଆଗଲା, ଆମେ କଣ କରିବୁ ଆଉ? ଆମେ କଣ କରିବୁ? ପୋଲିସ ବାଲା ଦେଖି ଆମେ ଭୟ କଲୁ ହେଲା କି। ଆମେ ଆଉ କିଛି ଇଏ କଲୁନୁ। ଆମେ କହିଲୁ ଯାହା କରିବା। ଆମେ ଆଇଛୁ ସେଠୁ ବସି ରାତି 2ଟା। ଆମ ପାଇଁ ବି ଖାଇବାକୁ ନାହିଁ କିଛି ନାହିଁ। କହିଲେ ଏଇଠି ସେମିତି ଶୁଅ, ମଶା ବାଡାଅ ଏମିତି କହିଲେ। ଆମେ ବା ପହଁରା କରି ତା ଭିତରୁ ଅଳିଆ ଭଳିଆ ସଫା କରି ଆମେ କହିଲୁ ଆଉ ଶୋଇବୁ ଆଉ କଣ କରିବା, ଆମେ ଖାଇବୁନୁ ଆଜ୍ଞା। ଆମକୁ ଆଣି ବିସ୍କୁଟ ଦେଇଥିଲେ। ସେଠୁ ଚପଲ ମୁଣ୍ଡେଇକି ଯିବା ପାଇଁ ମାନେ କେତେ ସମୟ ହବ କହିଲେ? ଚପଲ ମୁଣ୍ଡେଇକି ଯାଅ ବୋଲି ବାହାରକୁ। ଚପଲ ମୁଣ୍ଡେଇବା କହିଲେ କେତେ ରାତି ହବ? ସେତିକିବେଳେ ବୋଧେ ସିଏ ଆସିବା ଲେଟ୍ କରିକି ସେଇ 10ଟା କି 11ଟା ଭିତରେ କଣ ହବ ଟାଇମ। ଆମ ମୋବାଇଲ ଫୋବାଇଲ ତ ସବୁ ନେଇଗଲେ। କହିଲେ ଏଇଠି ରଖ। ମାଳି ଫାଳି ସବୁ ଖୋଲି ନେଇଗଲେ। ସବୁ ଆମ ହାତ ଫିତା ସବୁ ଟୋଟାଲି ବ୍ରେସଲେଟ ସବୁ ଖୋଲିକି ରଖିଲେ। ତମ ବିରୁଦ୍ଧରେ ଅଭିଯୋଗ ହେଇଥିଲା ନା ତମେ ଯାଇଥିଲ ଅଭିଯୋଗ କରିବାକୁ? ଆମେ ଯାଇଥିଲୁ ଅଭିଯୋଗ କରିବାକୁ ନା ଆଉ। ତମେ ଆସିଥିଲ ଅଭିଯୋଗ କରିବାକୁ? ଆମେ ହଉଛୁ ଅଭିଯୋଗକାରୀ। 3 ଜଣ ଯାଇଥିଲୁ। ଆମର ଯେହେତୁ କ୍ଷତି ହେଲା, ମୁଣ୍ଡ ଫାଟିଲା, ମାଡଗୋଳ ହେଲା, ଆମେ ଯାଇଥିଲୁ ଅଭିଯୋଗ କରିବା ପାଇଁ। ଆଚ୍ଛା ତମକୁ ଅଭିଯୋଗ କରିବାକୁ ଆସିଥିଲ, କିନ୍ତୁ ତମକୁ କହିଲେ ତମେ ଚପଲ ମୁଣ୍ଡେଇ ବାହାରକୁ ଯା। ଆଉ ତୁ କାହିଁ ଚପଲ ପିନ୍ଧିକି ଆଇଛ? ତାଙ୍କ ମ୍ୟାଡାମ କୁ ବିକିଲେ, ତମେ କିଏ ଅଛ ଡିସିଓରେ ଇଏ ଚାର୍ଜରେ, ଆଉ ଏଠି ସେ କଣ ଚପଲ ପିନ୍ଧି ଆଇଛନ୍ତି, କାହିଁ ଚପଲ ପିନ୍ଧି ଆଇଲେ କଣ କଲେ? ତମେ ତାକୁ ବିକିଲ।
ସିଏ ତ ଆଗରୁ ଯଦି କହିଥାନ୍ତେ ନାଇଁ ଚପଲ ବାହାରେ ରଖ ବୋଲି ଆମେ ତ ରଖିକି ଯାଇଥାନ୍ତୁ। ତମେ ତ ସମସ୍ତେ ଚପଲ ପିନ୍ଧି ଯାଉଛନ୍ତି, ଆମର କଣ ଦୋଷ ରହିଲା? ଡେଟ୍ କେବେ ହବ ମାନେ କେଇ ଦିନ ତଳେ ମାନେ ଟିକେ 11 ତାରିଖ ସୋମବାର। 11 ତାରିଖ ସୋମବାର ରାତି 10ଟାରୁ ଧର ଆମେ ଭାବିବା ରାତି 8ଟାରୁ ନାଇଁ କି? ରାତି ଆମେ ତ 8ଟା ସନ୍ଧ୍ୟା ବେଳୁ ଯାଇଥିଲୁ ଏଠାରୁ ଦେବା ପାଇଁ। କେତେବେଳେ ଯାଇଥିଲ ତମେ? କେତେବେଳେ ସମୟ କେତେ ହବ? ଆମେ ଯୋଉ ସନ୍ଧ୍ୟା ବେଳେ ଯାଇଥିଲୁ ସେତେବେଳେ ତ 6ଟା କି 7ଟା ହବ ତାର ଭିତରେ ଆଉ। ଧର 6ଟା ତମେ ଗଲ ଘରକୁ କେତେବେଳେ? ଆମେ ଘରୁ ରାତି 2ଟାରେ ଗଲୁ। 2ଟା ବେଳେ। ତାମାନେ ଆମେ ଯଦି 6ଟାରୁ ରାତି 2ଟା ପର୍ଯ୍ୟନ୍ତ ମାଗିଦବା ସିସିଟିଭି, ଏଥିରେ ଥିବ ଥାନାରେ ଥିବ ତ ତମେ ଚପଲ ମୁଣ୍ଡେଇ ଆସିବାର? ହଁ ତା ଭିତରେ ତ ଅଛି ଆଉ। ସିଏ ଯେତେବେଳେ ଚପଲ ମୁଣ୍ଡିଆ କଲେ ସେତେବେଳେ ବୋଧେ 9ଟା 10ଟା ହବ ବୋଧେ। ଚପଲ ମାନେ ଆକ୍ଚୁଆଲି କଣ ଚପଲ ମୁଣ୍ଡେଇ ଥିଲେ ନା ଚପଲ ଧରିକି ଆସିଲେ ପଦାକୁ? ଚପଲ ବା କହିଲା ମୁଣ୍ଡେଇକି ଯାଅ, ମୁଁ ଧରିକି ନେଲି ବୋଲି ମତେ କହୁଛି ହେ କଣ ଧରିକି ନେଇ ଯାଉଛୁ, କଣ ଧରିକି ନେଇ ଯାଉଛୁ, ମୁଣ୍ଡରେ ଥୁଅ ଏମିତି କହିଲେ। ଚପଲ ମୁଣ୍ଡେଇକି ଆସିଲେ ନା ଚପଲ ଧରିକି ଆସିଲେ? ଚପଲ ଧରିକି ମୁଣ୍ଡ ଉପରେ ହାତ ଟେକିକି ଥୋଇକି ଆଇଲେ। ଆଚ୍ଛା, ଯଦି କାଲି ଆମେ ପଚାରୁଛୁ ତାହେଲେ ଆପଣ ଘଟଣାଟା ଜଣେଇବେ ହେଲା।